ଶୁଣିବେ ଶୁଣିବେ ଗୋଟିଏ ଅନୁଭୂତିର କଥା, ପୁରା ନିଆରା, ସମ୍ପୂର୍ଣ୍ଣ ଭିନ୍ନ, ଭେରି ଭେରି ଇଣ୍ଟରେଷ୍ଟିଂ। ଜୀବନରେ ସମସ୍ତଙ୍କର କିଛି ନା କିଛି ଅନୁଭୂତି ରହିଛି। ଆପଣଙ୍କର ବି ଅଛି, ମୋର ବି ଅଛି। ଅନେକ ସମୟରେ ଅନ୍ୟ ଲୋକର ଅନୁଭୂତିରୁ ବହୁତ କିଛି ଶିକ୍ଷା ଲାଭ କରିଥାଏ। ଆପଣ କିଛି ଆଇଏଏସ୍ ଅଫିସରଙ୍କର ଅନୁଭୂତି କଥା ଶୁଣିଥାନ୍ତି ଯେ ଅମୁକ ଆଇଏଏସ୍ ଅଫିସର କେତେ ଷ୍ଟ୍ରିକ୍ଟ, କେତେ ଅନେଷ୍ଟ ଇତ୍ୟାଦି ଇତ୍ୟାଦି। କିନ୍ତୁ ମୁଁ ଆପଣଙ୍କୁ ଜଣେ ଓଏଏସ୍ ଅଫିସରଙ୍କ କଥା କହିବାକୁ ଯାଉଛି, ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ କଥା। ତାଙ୍କ ନାଁ କିନ୍ତୁ ମୁଁ କହୁନି। ସେ ବହୁତ ଶାନ୍ତ ସରଳ ସ୍ୱଭାବର ଥିଲେ। ସେକ୍ରେଟାରିଏଟ୍ରେ କାମ କରୁଥିଲେ। ତାଙ୍କ ପିଲାମାନେ ଏଇ ଭୁବନେଶ୍ୱର ରହୁଥିଲେ କ୍ୱାର୍ଟରରେ। ତାଙ୍କର ହଠାତ୍ ବଦଳି ହୋଇଗଲା ଗୋଟିଏ ଜିଲ୍ଲା ହେଡ଼କ୍ୱାର୍ଟରକୁ। ତେଣୁ ଗଲେ, ଜଏନ୍ କରିଗଲେ। ସିଏ ଥିଲେ 100% ଓବିଡିଏଣ୍ଟ ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ ଆଉ 101% ଅନେଷ୍ଟ। ସିଏ ଯେତେବେଳେ କୌଣସି ଅନ୍ୟ ଅଫିସକୁ ଯାଉଥିଲେ ଇନ୍ସପେକ୍ସନ୍ କାମରେ, ଯଦି କୌଣସି ଅଧିକାରୀ ତାଙ୍କୁ ଚା ଯାଚିଲେ ସେ ଛୁଁ ନଥିଲେ। ଚା କଥା ଛାଡ଼ନ୍ତୁ, ପାଣି ଗ୍ଲାସ୍ ମଧ୍ୟ ଛୁଁ ନଥିଲେ। ଦିନକର ଘଟଣା, ତାଙ୍କ ସ୍ତ୍ରୀ ଜାଣିବାକୁ ଚାହିଁଲେ ଯେ ତାଙ୍କ ବାବୁ କେଉଁଠି ରହୁଛନ୍ତି, କ'ଣ ଖାଉଛନ୍ତି, କିଏ ତାଙ୍କୁ ରୋଷେଇ କରି ଦେଉଛି। ତେଣୁ ଯାଇକରି ପହଞ୍ଚିଗଲେ। ରେଲୱେ ଷ୍ଟେସନରେ ପହଞ୍ଚିଲା ପରେ ଦେଖିଲେ ଯେ ତାଙ୍କ ଅଫିସର ଡ୍ରାଇଭର ଗାଡ଼ି ନେଇକି ଆସିଛି, ବସିଲେ ଏବଂ ଆସିକରି ପହଞ୍ଚିଗଲେ ଯେଉଁଠି ତାଙ୍କ ବାବୁ ରହୁଛନ୍ତି। ସେ ଅଫିସର ଜଣଙ୍କ ତାଙ୍କ ସ୍ତ୍ରୀକୁ ଅଫିସ ଗାଡ଼ିରେ ଦେଖିକରି ରାଗିଗଲେ ଡ୍ରାଇଭର ଉପରେ। କହିଲେ, ତମକୁ କିଏ କହିଲା ଅଫିସ ଗାଡ଼ିରେ ଯାଇକି ତାଙ୍କୁ ଆଣିବା ପାଇଁ? ତାଙ୍କୁ ଏକ୍ସପ୍ଲାନେସନ୍ ମାଗିଲେ। ପଚାରିଲେ କେତେ କିଲୋମିଟର ହେଲା, କେତେ ଟଙ୍କା ଖର୍ଚ୍ଚ ହେଲା। ସେତିକି ଟଙ୍କା ସରକାରୀ ଟ୍ରେଜେରୀରେ ନେଇକି ଡିପୋଜିଟ୍ କରିଦେଲେ। ଇଏ ଥିଲା ଦିନକର ଘଟଣା। ଆଉ ଦିନକର ଘଟଣା, ଦିନେ ଜିଲ୍ଲାପାଳଙ୍କର ରେସ୍ ଅଫିସରେ ଗୋଟେ ମିଟିଂ ଚାଲିଛି। ଜିଲ୍ଲାର ଅନ୍ୟ ଅଧିକାରୀମାନେ ସବୁ ଆସିଛନ୍ତି। ସେଇଠି ଜଣେ ଅଧିକାରୀ ଡିକ୍ଲାର କଲେ ଯେ ତାଙ୍କର ପ୍ରମୋସନ୍ ହୋଇଯାଇଛି, ତେଣୁ ସେ ମିଠା ଆଣିଛନ୍ତି ଏବଂ ମିଠା ରଖିଦେଲେ। ସମସ୍ତେ ଗୋଟେ ଗୋଟେ ମିଠା ନେଲେ। ଜିଲ୍ଲାପାଳ ମଧ୍ୟ କହିଲେ, ଅମକ ବାବୁ ଆପଣ ବି ଗୋଟେ ନିଅନ୍ତୁ ନା ମିଠା। ସେ ଆଉ ମନା କରିପାରିଲେନି, ଧରିଲେ ସେ ମିଠାଟିକୁ। ମିଠାଟା କ'ଣ ଥିଲା? ଶୁଖିଲା ନଥିଲା, ରସଗୋଲା ଥିଲା ଏବଂ ହାତରେ ଧରିଛନ୍ତି, ମିଟିଂରେ ବସିଛନ୍ତି। ସେ ରସଗୋଲାରୁ ଶିରା ବାହାରୁଛି, ଟପ୍ ଟପ୍ ହେଇକି ତାଙ୍କ ପ୍ୟାଣ୍ଟରେ ପଡ଼ୁଛି। ମିଟିଂ ପାଖାପାଖି 45 ମିନିଟ୍ରୁ ଘଣ୍ଟେ ଚାଲିଲା। ସରିଗଲା ପରେ ସେ ଭଦ୍ରବ୍ୟକ୍ତି ସେ ମିଠାଟିକୁ ଧରିକି ବାହାରକୁ ଗଲେ। କ'ଣ କରିଥିବେ? ଖାଇଥିବେ? ଖାଇଲେନି। ଜିଲ୍ଲାପାଳଙ୍କର ଯିଏ ପିଅନ ଥିଲା ତାକୁ ଦେଇଦେଲେ ଖାଇବା ପାଇଁ। ଶୁଣିଲେ ଆଉ ଜାଣିଲେ ତ କେତେ ଅନେଷ୍ଟ ଥିଲେ। ତୃତୀୟ କଥାକୁ ଯିବା। କିଛି ଦିନ ପରେ ତାଙ୍କ ଅଫିସ ଅଡ଼ିଟ୍ ପାଇଁ ଭୁବନେଶ୍ୱରରୁ ଏଜି ଅଡ଼ିଟ୍ ଟିମ୍ ଆସିଲେ। ତାଙ୍କର ଯିଏ ନାଜର ବା କ୍ୟାସିୟର, ସେ ଆସିକି କହିଲେ ସାର୍ ଅଫିସ ଅଡ଼ିଟ୍ ହେବ, ଏଜି ଟିମ୍ ଆସିକରି ପହଞ୍ଚିଛି। ଆଉ ତାଙ୍କର ରହିବା ଖାଇବା ଇତ୍ୟାଦି ସବୁ ବନ୍ଦୋବସ୍ତ କରିବାକୁ ପଡ଼ିବ। ସେ ଅଫିସର ଜଣକ କହିଲେ, ହଁ କିଛି ଅସୁବିଧା ନାହିଁ, ତାଙ୍କୁ କହିଦିଅ, ସେମାନେ ଗୋଟେ ରିକ୍ୱିଜିସନ୍ ଦେଇଦେବେ, ସର୍କିଟ୍ ହାଉସ୍ରେ ରହିବେ, ପଇସା ଡିପୋଜିଟ୍ କରିଦେବେ, ଆଉ ତାଙ୍କ ଖାଇବା ପାଇଁ ଯାହା ସେମାନେ ନିଜେ ଖାଇପାରିବେ କିମ୍ବା ତୁମକୁ ପଇସା ଦେଲେ ତୁମେ ଆରେଞ୍ଜ କରିଦେବ ଆଉ କ'ଣ। ତେଣୁ କ୍ୟାସିୟର ଜାଣିନେଲେ ଯେ ସାର୍ଙ୍କର ମତିଗତି କ'ଣ। ଆସିକି ସେଇ କଥା ହିଁ ଅଡ଼ିଟ୍ ଟିମ୍କୁ କହିଦେଲେ। ଯେଉଁଠିକି ଏଜି ଅଡ଼ିଟ୍ ଟିମ୍ ଯାଆନ୍ତି, ପ୍ରାୟତଃ ମାଗଣାରେ ରହନ୍ତି ସରକାରୀ ଆକୋମୋଡେସନରେ, ଆଉ ଖାଇବା ପାଇବା ଇତ୍ୟାଦି ବନ୍ଦୋବସ୍ତ ହୋଇଯାଇଥାଏ। ଏବେ ଟିକେ ପରିବର୍ତ୍ତନ ହୋଇଗଲାଣି। ଏ କଥା ଶୁଣିକିରି ସେଇ ନାଜର ବା କ୍ୟାସିୟର ଠାରୁ ଅଡ଼ିଟ୍ ଟିମ୍ ପୁରା ରାଗିଗଲେ। କହିଲେ, ଆଚ୍ଛା ଗୋଟେ ଓଏସ୍ ଅଫିସର ଏତେ ଫୁଟାଣି ଦେଖାଉଛି, ଏତେ ଅନେଷ୍ଟ, ସେ କିଛି ଭୁଲ କରିନି, ଠିକ୍ ଅଛି ଅଡ଼ିଟ୍ କରିକି ଦେଖେଇଦେବା ତାକୁ। ଲାଗିଗଲେ ପୁରା ପୃଷ୍ଠା ପୃଷ୍ଠା, ଅର୍ଡ଼ର ବାଇ ଅର୍ଡ଼ର, ଲାଇନ୍ ବାଇ ଲାଇନ୍, ଟଙ୍କା ବାଇ ଟଙ୍କା, ପଇସା ବାଇ ପଇସା ଅଡ଼ିଟ୍ କରିବା ଆରମ୍ଭ କରିଦେଲେ। ଉଦ୍ଦେଶ୍ୟ ଥିଲା ଯେ କେତେ ଭୁଲ ହେଇଛି ଦେଖେଇବେ। କିନ୍ତୁ ଏଇ ଅଫିସର ଜଣକ ବହୁତ ସିନସିୟର, ଏକ୍ସଟ୍ରା ସିନସିୟର। ତେଣୁ ସିଏ କ'ଣ କରୁଥିଲେ ନା, ଯେକୌଣସି ସାଙ୍କସନ୍ କରୁଥିଲେ ବା ଚେକ୍ କାଟୁଥିଲେ, ତାଙ୍କର ଗୋଟେ ପ୍ରାଇଭେଟ୍ ଡାଏରୀରେ ସବୁ ଟେପିକି ରଖୁଥିଲେ। ତେଣୁ ଏମାନେ ଯେତେ ଚେଷ୍ଟା କଲେ କିଛି ଭୁଲ ବାହାର କରିବା ପାଇଁ, କିଛି ଫାଇନାନ୍ସିଆଲ ଇରେଗୁଲାରିଟି ବାହାର କରିପାରିଲେ ନାହିଁ। ଶେଷରେ ଅଡ଼ିଟ୍ ଟିମ୍ ଗୋଟେ ଅଡ଼ିଟ୍ ମେମୋ ଇସ୍ୟୁ କଲେ। କ'ଣ କଲେ? ଲେଖିଲେ
जे ये ऑफिसर जनक से ऑफिस रे रहुचंती ऑफिस आवर बाद ऑफिस रो पानी व्यवहार करचंती एवं इलेक्ट्रिसिटी व्यवहार करचंती एवं दिन को एतिक टंका सरकारଙ୍କର से नष्ट करुचंती सत को सत से ऑफिसर जनक सेठी रहुतिले ऑफिस रे काहेकि ना एठी भुवनेश्वर गोटे क्वार्टर अच्छे ना तांको पिला माने रहुतिले तेणु आपण जोड़े क्वार्टर नहीं था कि ये ऑडिट मेमो पाइला परे से ऑफिसर जनक पुणी तो कम्प्लायंस देवे तेणु सी लिखिले जे ऑडिट मेमोरे जहाँ दर्शा जाइए ठीक मु रहुची ऑफिस आवर परे काम करुची ओवर टाइम काम करुची सरकार काम करुची जनसाधारण स्वार्थ रे काम करुची आउ एतिकी लिटर पानी व्यवहार करुची एतिकी समय इलेक्ट्रिसिटी व्यवहार करुची ये ऑडिट कम्प्लायंस गला एबे आपण मन करंतु सरकार रे अछंती आपण कहंतु जे से अधिकार जो अधिकारी अछंती ओएस ऑफिसर तांको ठारू एटा रिकवरी हेबा उचित ना नाई किए ठीक ऑडिट टीम ना से सरकारी अधिकारी आपणकर कमेंट बा उत्तर अपेक्षा रे देखुतांतु भिन्न विचार कहीं देखले ना पचारिली एक भिन्न प्रश्न एवं अपेक्षा करिछि आपणकर भिन्न उत्तर नमस्कार।